ପିଲାମାନେ ଆମ ବିଦ୍ୟାଳୟ ଆରମ୍ଭ ହେବା ଦିନଠାରୁ ଆମର ସରକାରୀ ଆର୍ଟି ପରିବର୍ତ୍ତେ ଆମ ନିଜସ୍ୱ ଆର୍ଟି ଚାଲିଛି। ଯେଉଁଟା ତୁମମାନେ ସମସ୍ତେ ଜାଣିଛ ଯେ କି ଯେଉଁ ପିଲାମାନେ ଆର୍ଥିକ ଅନଗ୍ରସର ତା ସହିତ ବାପା ମା ମାନେ ଅକର୍ମଣ୍ୟ ଥିବେ କିମ୍ବା କାହାର ବାପା ଛେଉଣ୍ଡ ପିଲା ଯାହାର ବାପା ନାହିଁ କି କାହାର ମା' ନାହିଁ ସେପରି ପିଲାମାନଙ୍କୁ ଆମେ ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ଏଠି ପାଠ ପଢ଼ୁଛୁ। ତେଣୁକରି ଏ ବର୍ଷ ମଧ୍ୟ ତୁମମାନଙ୍କର ସେଇ ଚିନ୍ତା ରହୁ ସେଇ ବ୍ୟବସ୍ଥା ରହୁ ଯେ ତୁମମାନଙ୍କ ମାଧ୍ୟମରେ ଆଜିକାଲି ତ ସବୁ ଫୋନ୍ ମାଧ୍ୟମରେ ସବୁ ପ୍ରଚାର ପ୍ରସାର ଚାଲିଛି। ତୁମମାନେ ମଧ୍ୟ ସେଇ ଫୋନ୍ ମାଧ୍ୟମରେ ପ୍ରଚାର ପ୍ରସାର କର ଧନ ଦେଇକି ଆଡ଼ମିସନ୍ କରୁଛୁ ସେ ପିଲା ଅଲଗା ହୁଅନ୍ତୁ, କିନ୍ତୁ ଆମର କିଛି ପିଲା ଆସନ୍ତି ଯାହାଦ୍ୱାରା ଆମେ କିଛି ଧର୍ମ ଅର୍ଜନ କରିବା। ସେ ପିଲାମାନେ ହେଉଛନ୍ତି କେଉଁ ପିଲାମାନେ ଯେଉଁ ପିଲାମାନଙ୍କର ବାନପଟିଏ ନାହିଁ, ତା ପିଲାର ଆଶା ମୁଁ ଏଇ ସ୍କୁଲରେ ପାଠ ପଢ଼ିବି କିନ୍ତୁ ପାଠ ପଢ଼ି ପାରୁନଥିବ ନାହିଁ, ଆମେ ସେ ପିଲା ସମ୍ପୂର୍ଣ୍ଣ ମାଗଣାରେ ତା ଖାତା ବହିପତ୍ର ସବୁ ଦେବା, ସେ ପିଲା ଆମ ସ୍କୁଲରେ ପଢ଼ିବେ। ଯାହାକି ପ୍ରଥମ ବର୍ଷରେ ପଢ଼ି ଆସୁଛନ୍ତି, ପ୍ରଥମ ବର୍ଷ 84ଟି ପିଲା ଆମର ଥିଲେ, ତା ଦେହରୁ 8ଟି ପିଲା ଆମର ଥିଲେ ମାଗଣା ପଢ଼ୁଥିଲେ। ବର୍ତ୍ତମାନ ମଧ୍ୟ ସେ ପିଲା ସଂଖ୍ୟା ବଢ଼ି 62ରେ ପହଞ୍ଚିଲା। 352 ପିଲାରୁ ଆମର 62 ପିଲା ସେମିତିରେ ପଢ଼ୁଛନ୍ତି। ଏ ବର୍ଷ ମଧ୍ୟ ତୁମମାନଙ୍କର ସେମିତି ଚେଷ୍ଟା ରହୁ, ତୁମମାନଙ୍କ ସମ୍ପର୍କରେ ହଉ, ତୁମମାନଙ୍କର ଗାଁରେ ହଉ ବା ତୁମମାନଙ୍କର ପଞ୍ଚାୟତରେ ହଉ, ଯଦି ଏମିତି ପିଲା କିଏ ଅଛନ୍ତି ସେ ପିଲାମାନଙ୍କୁ ତୁମମାନେ ତାଙ୍କ ଗାର୍ଡ଼ିଆନଙ୍କ ସହିତ କଥା ହଉ ଯେ ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ସେମାନେ ଆମ ବିଦ୍ୟାଳୟରେ ପଢ଼ନ୍ତୁ। ଆଉ ତୁମମାନଙ୍କର ଚେଷ୍ଟା ସେମିତି ରହୁ, ତୁମମାନେ ସେ ଦକ୍ଷିଣା ନେଇକି ସେମିତି ପଢ଼ାଅ, ଭଗବାନ ତୁମମାନଙ୍କୁ ସାହାଯ୍ୟ କରିବେ। ସେ ପିଲାମାନେ ଆମର ଏମିତି ଆମର ଏଇ ଅଭିଷେକ ଜେନା ପରି ଆମ ବ୍ଲକରେ ନାଁ